ଜାଣନ୍ତି କି ଶ୍ରୀଜଗନ୍ନାଥ ମନ୍ଦିରର ନେଇଥିବା ବାନା ସର୍ବଦା ପବନର ବିପରୀତ ଦିଗରେ ଉଡ଼ିଥାଏ। ଏହା ପଛରେ ଦେବରାଜ ଇନ୍ଦ୍ରଙ୍କ ଏକ ପୌରାଣିକ କଥା ରହିଛି। କଥା ଅନୁସାରେ ଯେତେବେଳେ ନୀଳାଚଳ ଧାମରେ ରାଜାଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମିତ ହେଲା, ସେତେବେଳେ ସମସ୍ତ ଦେବଗଣ ସ୍ୱର୍ଗରୁ ଓହ୍ଲାଇ ଆସି ଏହାକୁ ଦର୍ଶନ କଲେ। ମନ୍ଦିରଟି ଅତି ମନୋରମ ହୋଇଥିଲା, କିନ୍ତୁ ଏହାର ଶିଖର ଏତେ ଉଚ୍ଚ ଥିଲା ଯେ ମନେ ହେଉଥିଲା ସତେ ଯେମିତି ଏହା ଆକାଶକୁ ଭେଦ କରି ସ୍ୱର୍ଗ ପର୍ଯ୍ୟନ୍ତ ପହଞ୍ଚିଯିବ। ଏହା ଦେଖି ଦେବରାଜ ଇନ୍ଦ୍ର ଭୟଭୀତ ହୋଇଗଲେ। ସେ ଭାବିଲେ ଯେ ଯଦି ମନ୍ଦିର ସ୍ୱର୍ଗକୁ ଛୁଇଁବ ତେବେ ତାଙ୍କର ଇନ୍ଦ୍ରାସନ ବିପଦରେ ପଡ଼ିପାରେ। ସେ ସଙ୍ଗେ ସଙ୍ଗେ ପବନ ଦେବତା ବାୟୁଦେବଙ୍କୁ ଆଜ୍ଞା ଦେଲେ, ତୁମେ ନୀଳାଚଳରେ ପ୍ରଳୟଙ୍କରୀ ଝଡ଼ ସୃଷ୍ଟି କର, ଯେମିତି ଏହି ମନ୍ଦିର କ୍ଷତିଗ୍ରସ୍ତ ହେବ। ବାୟୁଦେବ ସେୟା କଲେ, କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଥିଲା ଯେ ମନ୍ଦିରର ଧ୍ୱଜା ପବନର ଦିଗରେ ନ ଉଡ଼ି ପବନର ବିପରୀତ ଦିଗରେ ଉଡ଼ିବାକୁ ଲାଗିଲା। ଇନ୍ଦ୍ର ବାୟୁର ବେଗକୁ ଆହୁରି ବଢ଼ାଇଲେ, କିନ୍ତୁ ବାନା ଉପରେ କୌଣସି ପ୍ରଭାବ ପଡ଼ିଲା ନାହିଁ। ଏହା ଦେଖି ଇନ୍ଦ୍ର ଏବଂ ଅନ୍ୟ ଦେବତାମାନେ ଭୟଭୀତ ହୋଇଗଲେ। ଯେତେବେଳେ ଇନ୍ଦ୍ର କ୍ରୋଧିତ ହୋଇ ବଜ୍ର ପ୍ରହାର କରିବାକୁ ଚାହିଁଲେ, ସେହି ସମୟରେ ଆକାଶରେ ଚତୁର୍ଭୁଜ ଭଗବାନ ବିଷ୍ଣୁ ପ୍ରକଟ ହେଲେ। ସେ କହିଲେ, ହେ ଦେବଗଣ, ଏହା ମୋର ଧାମ। ଏଠାରେ ପ୍ରକୃତିର ନିୟମ ନୁହେଁ, ବରଂ ମୋର ଇଚ୍ଛା ଚାଲେ। ଇନ୍ଦ୍ର ନିଜର ଭୁଲ ବୁଝିପାରିଲେ ଏବଂ ତୁରନ୍ତ ପୃଥିବୀକୁ ଆସି ମନ୍ଦିର ଶିଖରକୁ ପ୍ରଣାମ କଲେ। କୁହାଯାଏ ଯେ ସେହି ଦିନଠାରୁ ମନ୍ଦିରର ଧ୍ୱଜା ପବନର ଓଲଟା ଦିଗରେ ଉଡ଼ି ଆସୁଛି। ଏହା ପ୍ରମାଣ କରେ ଯେ ଯେଉଁଠି ଜଗତର ନାଥ ଜଗନ୍ନାଥ ଅଛନ୍ତି, ସେଠାରେ ପ୍ରକୃତି ମଧ୍ୟ ତାଙ୍କ ପଛରେ ଚାଲେ।